ଅନୁଗୁଳ ଜିଲ୍ଲାର କୁଲାଡ ଗ୍ରାମରେ ବାସିନ୍ଦା ଜମିହରା ପରିବାରର ସଦସ୍ୟ ନାଲ୍କ ଏବଂ ପିଡବ୍ଲ୍ୟୁଡି ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ତଥା ସମାଜସେବୀ ଅଭୟ କୁମାର ସିଂ ନାଲ୍କ ସମ୍ପର୍କିତ ବିଭିନ୍ନ ବିଷୟରେ କେନ୍ଦ୍ରୀୟ ସ୍ତରରେ ନିରପେକ୍ଷ ତଦନ୍ତ ଏବଂ ସାର୍ବଜନୀନ ସୂଚନା ପ୍ରକାଶ ଦାବି କରିଛନ୍ତି। ଅଭୟ ସିଂ କହିଛନ୍ତି ଯେ 28 ମେ 2024 ସକାଳ ପ୍ରାୟ 9ଟା ସମୟରେ ଡିଡି ନ୍ୟୁଜ୍ର ପ୍ରସାରିତ ଏକ ସାକ୍ଷାତକାରରେ ନାଲ୍କ ସିଏମ୍ଡି ବ୍ରଜେନ୍ଦ୍ର ପ୍ରତାପ ସିଂ ସିଏସ୍ଆର୍ କାର୍ଯ୍ୟ ସ୍ଥାନୀୟ ଅଞ୍ଚଳରେ ବିକାଶ ଏବଂ ଜମିହରା ପରିବାରଙ୍କ କଲ୍ୟାଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା କହିଥିଲେ। ସେହି ସାକ୍ଷାତକାରରେ ଅନୁଗୁଳ ଜିଲ୍ଲାର 2ଟି ଗ୍ରାମର ପୋଷ୍ୟ ଗ୍ରାମ ଭାବେ ବିକଶିତ କରାଯାଇଥିବା ଉଲ୍ଲେଖ ହୋଇଥିବା କଥା ମଧ୍ୟ ସେ ଉଠାଇଛନ୍ତି। ଏହାକୁ ନେଇ ଅଭୟ ସିଂ ପ୍ରଶ୍ନ କରିଛନ୍ତି ଯେ ସେହି 2ଟି ପୋଷ୍ୟ ଗ୍ରାମ କେଉଁଗୁଡ଼ିକ, ସେଠାରେ କେଉଁ କେଉଁ ବିକାଶମୂଳକ କାର୍ଯ୍ୟ କରାଯାଇଛି, କେତେ ଅର୍ଥ ବ୍ୟୟ ହୋଇଛି, କେତେ ଲୋକ ଉପକୃତ ହୋଇଛନ୍ତି ଏବଂ ତାହାର ସମ୍ପୂର୍ଣ୍ଣ ବିବରଣୀ ସାର୍ବଜନୀନ କରାଯାଉ। ସେ ଦାବି କରିଛନ୍ତି ଯେ କେନ୍ଦ୍ରୀୟ ଟିମ୍ ମିଡିଆ ପ୍ରତିନିଧି ଓ ଜମିହରା ଅଞ୍ଚଳର ପ୍ରତିନିଧିଙ୍କ ଉପସ୍ଥିତିରେ ସ୍ଥଳ ପରିଦର୍ଶନ କରାଯାଇ ବାସ୍ତବ ସ୍ଥିତି ଜନସାଧାରଣଙ୍କ ସମ୍ମୁଖରେ ରଖାଯାଉ। ଅଭୟ ସିଂ ଆହୁରି କହିଛନ୍ତି ଯେ ନାଲ୍କରେ ଚାଲୁଥିବା କିଛି ଅନିୟମତା ଏବଂ ତଥ୍ୟ ସାର୍ବଜନୀନ କରିବା ପରେ ତାଙ୍କୁ ୱାର୍ଣ୍ଣିଂ ବ୍ଲାକଲିଷ୍ଟ ସମ୍ବନ୍ଧୀୟ ଚିଠି ଦିଆଯାଇଛି। ସେ ଏହାର ନିରପେକ୍ଷ ତଦନ୍ତ ଦାବି କରି କହିଛନ୍ତି ଯେ ଯଦି ତାଙ୍କ ଦ୍ୱାରା ଉଠାଯାଇଥିବା କୌଣସି ଅଭିଯୋଗ ମିଥ୍ୟା ପ୍ରମାଣିତ ହୁଏ ତେବେ ଆଇନ ଅନୁଯାୟୀ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। ଯେ କହିଛନ୍ତି ଯେ ନାଲ୍କ ଦେଶର ଏକ ଅଗ୍ରଣୀ ରାଷ୍ଟ୍ରାୟତ୍ତ ସଂସ୍ଥା ଯାହା ଦେଶ ଓ ବିଦେଶରେ ଓଡ଼ିଶା ଏବଂ ଭାରତର ସୁନାମ ବଢ଼ାଇଛି। ତେଣୁ ନାଲ୍କକୁ ବଞ୍ଚାଇ ରଖିବା, ଏହାର ସ୍ୱଚ୍ଛତା ଓ ବିଶ୍ୱସନୀୟତା ରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ। କିନ୍ତୁ ତାଙ୍କ ଅଭିଯୋଗ ଅନୁସାରେ ଗ୍ରାସରୁଟ୍ ସ୍ତରରେ ଯାଉଥିବା କିଛି ତଥ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ସଠିକ୍ ଭାବରେ ପହଞ୍ଚୁନାହିଁ। ସେ କିଛି ଅଧିକାରୀଙ୍କ କାର୍ଯ୍ୟକଳାପ, ପଦସ୍ଥାପନ ଓ ଯୋଗ୍ୟତା ସମ୍ପର୍କରେ ସ୍ୱାଧୀନ ତଦନ୍ତ ଏବଂ ତଥ୍ୟ ସାର୍ବଜନୀନ କରିବାକୁ ମଧ୍ୟ ଦାବି କରିଛନ୍ତି। ତାଙ୍କ ମତରେ ସମସ୍ତ ତଥ୍ୟ ସ୍ୱଚ୍ଛ ଭାବେ ପ୍ରକାଶ ପାଇଲେ ସାଧାରଣ ଲୋକଙ୍କ ମନରେ ଥିବା ସନ୍ଦେହ ଦୂର ହେବ। ଅଭୟ ସିଂ ଆହୁରି କହିଛନ୍ତି ଯେ ନାଲ୍କ ପ୍ରକଳ୍ପ ସ୍ଥାପନାକୁ 40 ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଅନେକ ଜମିର କିସମ ପରିବର୍ତ୍ତନ, ଶିଳ୍ପ ଅଞ୍ଚଳ ସମ୍ବନ୍ଧୀୟ ବିଭିନ୍ନ ପ୍ରଶାସନିକ ବିଷୟ ଏବଂ ରାଜସ୍ୱ ସମ୍ପର୍କିତ ପ୍ରଶ୍ନ ଉପରେ ସ୍ପଷ୍ଟ ତଥ୍ୟ ସାର୍ବଜନୀନ ହୋଇନାହିଁ। ଏହାଦ୍ୱାରା ଓଡ଼ିଶା ସରକାରଙ୍କ ସମ୍ଭାବ୍ୟ ରାଜସ୍ୱ କ୍ଷତି ହୋଇଥିବା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ବକ୍ସାଇଟ୍, କୋଇଲା, ପାଣି ଏବଂ ଜମି ପରି ପ୍ରାକୃତିକ ସମ୍ପଦ ବ୍ୟବହାର କରି ନାଲ୍କ ଦୀର୍ଘ ବର୍ଷ ଧରି ଉତ୍ପାଦନ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳ ଏବଂ ଜମିହରା ପରିବାରମାନେ କେତେ ମାତ୍ରାରେ ଲାଭାନ୍ୱିତ ହୋଇଛନ୍ତି ତାହାର ମଧ୍ୟ ସାମାଜିକ ଅଡିଟ୍ ହେବା ଉଚିତ। ଉଭୟ ସିଂ ମଧ୍ୟ ଦାବି କରିଛନ୍ତି ଯେ ନାଲ୍କର କିଛି ୟୁନିଟ୍ ନିର୍ଦ୍ଧାରିତ ସମୟସୀମା ଠାରୁ ଅଧିକ ବର୍ଷ ଧରି ଚାଲୁଥିବା ରହିଥିବାରୁ ସେଗୁଡ଼ିକ ସୁରକ୍ଷା, ଆଧୁନିକୀକରଣ ଏବଂ ଭବିଷ୍ୟତ କାର୍ଯ୍ୟ ଯୋଜନା ଉପରେ ଏକ ସ୍ୱାଧୀନ ବୈଷୟିକ ଯାଞ୍ଚ କରାଯାଇ ରିପୋର୍ଟ ସାର୍ବଜନୀନ କରାଯାଉ। ଶେଷରେ ସେ କେନ୍ଦ୍ର ସରକାର, ଓଡ଼ିଶା ସରକାର, ନାଲ୍କ ପରିଚାଳନା, ଭିଜିଲାନ୍ସ ଏବଂ ସମ୍ପୃକ୍ତ ତଦନ୍ତକାରୀ ସଂସ୍ଥାକୁ ଅନୁରୋଧ କରିଛନ୍ତି ଯେ ଉପସ୍ଥାପିତ ସମସ୍ତ ବିଷୟରେ ନିରପେକ୍ଷ ତଦନ୍ତ କରାଯାଇ ସତ୍ୟତାକୁ ସାର୍ବଜନୀନ କରାଯାଉ, ଯାହାଦ୍ୱାରା ନାଲ୍କର ସୁନାମ ଅକ୍ଷୁଣ୍ଣ ରହିବ ଏବଂ ଜମିହରା ପରିବାର ଓ ସ୍ଥାନୀୟ ଲୋକଙ୍କ ନ୍ୟାୟସଙ୍ଗତ ଅଧିକାର ସୁନିଶ୍ଚିତ ହେବ। ଅନୁଗୁଳରୁ ମଦନ ନାୟକଙ୍କ ରିପୋର୍ଟ, ଓଡ଼ିଆ ଭାସ୍କର।